मोर प्रिय पिलामाने आशा करी समस्ते बहुत ही भलरे थिबो। भारत सरकारଙ୍କ तरफରୁ ଆସିଥିବା 6100 ଗୋଟି ଆପଣଙ୍କର ଇଣ୍ଟିଗ୍ରେଟେଡ୍ ବିଏଡ୍ ପାଇଁ ଯଦି ଆପଣ ଏପର୍ଯ୍ୟନ୍ତ ଏପ୍ଲାଏ କରିନାହାନ୍ତି ନା ଏବେ ହିଁ ଏପ୍ଲାଏ କରିଦିଅନ୍ତୁ, କାହିଁକି ନା ଏମିତିକା ସୁଯୋଗ ଆପଣଙ୍କୁ ଆଉ ଏଇ ବର୍ଷ ମିଳିବ ନାହିଁ। ଏହାର ଲାଷ୍ଟ ଡେଟ୍ ଆପଣଙ୍କ ପାଇଁ ରହିଛି 30 ତାରିଖ ଆପଣଙ୍କର ଲାଷ୍ଟ ଡେଟ୍ ରହିଛି ଏବଂ ପରୀକ୍ଷା ଆପଣଙ୍କର ଆଗାମୀ 12 ଜୁନରେ ହେବାକୁ ଯାଉଛି। ଠିକ ଅଛି, ତ ଯଦି ଆପଣ ଖାଲି +2 ପାସ୍ କରିଛନ୍ତି, +3 ପିଲାମାନେ ବି କରିପାରିବେ। ଯଦି ଆପଣ କିମ୍ବା ଆପଣଙ୍କର ଭାଇ ଭଉଣୀ କେହି ବି ଖାଲି +2 ପାସ୍ କରିଛନ୍ତି ନା, ତାଙ୍କୁ କାଇଣ୍ଡଲି ୟାକୁ ଆପ୍ଲାଏ କରିବା ପାଇଁ କହିଦିଅନ୍ତୁ, କାହିଁକି ନା ୟାର ବେନିଫିଟ୍ସ ବହୁତ ଅଧିକା ରହିଛି। ଠିକ ଅଛି, ସିଟି ପାଇଁ ତ 6550 ଗୋଟି ସିଟ୍ ଅଛି, କିନ୍ତୁ ତାଠୁ ଭଲ ଆପଣଙ୍କ ପାଇଁ ଇଣ୍ଟିଗ୍ରେଟେଡ୍ ବିଏଡ୍। ଥରେ ଆପଣମାନେ ଖାଲି 4 ବର୍ଷ ପଢ଼ିଦେବେ ନା, ଆପଣଙ୍କର ଗ୍ରାଜୁଏସନ୍ ବି କମ୍ପ୍ଲିଟ୍ ହେଇଯିବ, ବିଏଡ୍ ବି ଆପଣଙ୍କର କମ୍ପ୍ଲିଟ୍ ହେଇଯିବ 4 ବର୍ଷରେ। ଠିକ୍ ଅଛି, ତ ଡିଟେଲ୍ ମୁଁ ଆପଣଙ୍କୁ କହିବି। ଲାଇକ୍ ଆଉ ସେୟାର କରିବା ପାଇଁ ଭୁଲିବେନି। ଆଉ ଚ୍ୟାନେଲକୁ ଆପଣ ନୂଆ ଅଛନ୍ତି ଦେନ୍ ଏବେ ହିଁ ସବସ୍କ୍ରାଇବ୍ କରିକି ଅଲ୍ ନୋଟିଫିକେସନ୍କୁ ବି ଆପଣ ଅନ୍ କରିଦେବେ। ଆଉ ଆପଣଙ୍କୁ ଅଲରେଡି ମୁଁ ଏହାର ପୂର୍ବ ଭିଡ଼ିଓରେ ସିଟି ପରୀକ୍ଷା 2024 ଆଉ ବିଏଡ୍ ପରୀକ୍ଷା 2024 ସମ୍ପର୍କରେ ଭିଡ଼ିଓ ବନେଇ ଦେଇଛି। ଯଦି ଆପଣ ୟାକୁ ଦେଖି ନାହାନ୍ତି କାଇଣ୍ଡଲି ଆପଣ ଦେଖିଦେବେ, ଯୋଉଦ୍ୱାରା କି ଆପଣମାନେ ଜାଣିପାରିବେ ଯେ ଆକ୍ଚୁଆଲି ଆପଣ ସିଟି କୋର୍ସ କରିବେ ନା ବିଏଡ୍ କୋର୍ସ କଲେ ଆପଣଙ୍କ ପାଇଁ ବେଷ୍ଟ ହେବ। ଆପଣମାନେ ବାରମ୍ବାର ସେ ଗୋଟେ କମେଣ୍ଟକୁ ବାରମ୍ବାର ପଚାରୁଥିବେ, ସାର୍ ଆପ୍ଲାଏ କେବେ ହେବ? ଦେଖନ୍ତୁ, ସିଟି ଆଉ ବିଏଡ୍ ଆପଣଙ୍କର ଅନଲାଇନ୍ ଆପ୍ଲାଏ ଏପ୍ରିଲ ମାସ ଲାଷ୍ଟ ମାନେ ଏଇ ମନ୍ଥର ଲାଷ୍ଟରେ ହେବ, ନହେଲେ ମେରେ ଆପଣଙ୍କର ହେବ ପରୀକ୍ଷା। ଜୁନ କିମ୍ବା ଆପଣଙ୍କର ଜୁଲାଇ ମାସରେ ଆପଣଙ୍କର ପରୀକ୍ଷା ହେବ। ଆଉ ଯଦି ଆପଣଙ୍କୁ ସୁନିଶ୍ଚିତ କ୍ୱାଲିଫାଇ କରିବାର ଅଛି, ଅପସନାଲ ନୁହେଁ କମ୍ପଲସରି, ଆପଣମାନେ ୟୁଟ୍ୟୁବରେ ସର୍ଚ୍ଚ କରନ୍ତୁ ବିଏଡ୍ ପାଇଁ ବିଏଡ୍ ପ୍ଲାନିଂ ଭିଡ଼ିଓ ବାଇ ଲକ୍ଷ୍ମୀଧର ସାର୍। ଏଇ ଭିଡ଼ିଓକୁ ଦେଖନ୍ତୁ, ବାଇ ଡିଫଲ୍ଟ ଆପଣ କ୍ୱାଲିଫାଇ କରିବେ। ସିଟି ପାଇଁ ଆପଣ ୟୁଟ୍ୟୁବରେ ସର୍ଚ୍ଚ କରନ୍ତୁ ସିଟି ପ୍ଲାନିଂ ଭିଡ଼ିଓ ବାଇ ଲକ୍ଷ୍ମୀଧର ସାର୍। ଆଉ ଏଇଟା ହେଉଛି ଆପଣଙ୍କର ସିଟିର ପ୍ଲାନିଂ ଭିଡ଼ିଓ, ଦେଖିଦିଅନ୍ତୁ, ସୁନିଶ୍ଚିତ ଆପଣ କ୍ୱାଲିଫାଇ କରିବେ। ଆମର ଡେଡିକେଟେଡଲି କ୍ଲାସ୍ ଲକ୍ଷ୍ମୀଧର ସାର୍ ଅଫିସିଆଲ ଆପ୍ଲିକେସନରେ ହେଉଛି। ଏବେ ସିଲାବସ୍ ଆପଣଙ୍କର 37 ଟାଇମ୍ସ 37 ଥର କଭରେଜ ଆପଣଙ୍କର ଚାଲିଛି। ଗୋଟେ ମାସର ସିଲାବସ୍ ଆମର 2 ଥର କଭରେଜ ହୁଏ ୱିଥ୍ ଅଲ୍ PIQ। ଡେଲି ଆପଣ 6 ଘଣ୍ଟାରୁ 7 ଘଣ୍ଟା କ୍ଲାସ୍ ଆପଣ କରିପାରିବେ ଲକ୍ଷ୍ମୀଧର ସାର୍ ଅଫିସିଆଲ ଆପ୍ଲିକେସନରେ। ବନ୍ଧୁଗଣ ଦେଖନ୍ତୁ, ଫାଷ୍ଟ ଅଫ୍ ଅଲ୍ ଆପଣଙ୍କୁ କହିବା ପାଇଁ ଚାହିଁବି ଏଇ ଯୋଉ ଇଣ୍ଟିଗ୍ରେଟେଡ୍ ବିଏଡ୍ ଆପଣଙ୍କ ସମ୍ପର୍କରେ। ଦେଖନ୍ତୁ, ଏଇଟା କାହିଁକି ଆପଣମାନେ କଲେ ଭଲ, ଖାସ କରିକି ଯୋଉମାନେ +2 କରିଛନ୍ତି ହେଲା, ଯୋଉମାନେ +3 କରିଛନ୍ତି ହେଲା, ଆଉ ଯାହାର +3ରେ ପରସେଣ୍ଟେଜ 45%ରୁ କମ୍ ଅଛି, ST SC SC BC ପିଲାଙ୍କର, ସେମାନେ ବି ୟାକୁ କରିଦେଲେ ଚଳିବ। କିମ୍ବା 50%ରୁ କମ୍ ଅଛି ଜେନେରାଲ ପିଲାଙ୍କର, ସେମାନେ ବି କରିଦେଲେ ଆପଣଙ୍କର ଚଳିବ। କିନ୍ତୁ ଖାସ କରିକି +2 ପିଲାମାନେ ତ ଆପଣଙ୍କର ନିହାତି ୟାକୁ କରନ୍ତୁ, କାହିଁକି ନା ଆପଣମାନେ 4 ବର୍ଷ ପଢ଼ିବେ। ଆଉ 4 ବର୍ଷ ପଢ଼ିଲା ପରେ ଆପଣଙ୍କର +3 ବି କମ୍ପ୍ଲିଟ୍ ହେଇଯିବ, ଆପଣଙ୍କର ବିଏଡ୍ ବି କମ୍ପ୍ଲିଟ୍ ହେଇଯିବ ହେଲା। ଆପଣମାନେ ଅନେଇ ବସିଛନ୍ତି, ସାର୍ ଓଡ଼ିଶାରେ କରିବୁ, ଓଡ଼ିଶାରେ। ବାବୁରେ, ଓଡ଼ିଶାରେ ଖାଲି 300ଟା ସିଟ୍ ପାଇଁ ବାହାରିବ, ଆଉ ଯାହାକି ମାର୍କ ବେସିସରେ ହବ। ତ ମାର୍କ ବେସିସରେ ଯୋଉଠି ଆପଣଙ୍କର ସିଲେକ୍ସନ ହବ, ସେଇଠି ଆପଣଙ୍କର ହବ ବୋଲି କିଛି ମାନେ ଅଛି? ମାନେ ନାହିଁ ନା। ତେଣୁକରି ଯୋଉଠି ଆପଣଙ୍କୁ 6100ଟା ସିଟ୍ ଆପଣଙ୍କ ରହିଛି, ଆପଣମାନେ ତା ଉପରେ ଫୋକସ୍ କରିବେ ନା। ମୋ କଥାକୁ ଯିଏ ଗ୍ରହଣ କରେ ତା ପାଇଁ ତ ସେ ନିହାତି ପାଇବ। ଅଲ୍ ଇଣ୍ଡିଆରେ କୌଣସି ନା କୌଣସି ଜାଗାରେ ଆପଣ ପାଇଯିବେ। ବଟ୍ ମୋ କଥାକୁ ଆପଣ ଗ୍ରହଣ କରିବେନି, ଆପଣଙ୍କର ଇଚ୍ଛା। ଯେମିତି ମୁଁ ଆପଣଙ୍କୁ କହିଥିଲି CUET ବିଏଡ୍ ସମ୍ପର୍କରେ, ଯିଏ ବି ଆପଣଙ୍କର CUET ବିଏଡ୍ ଆପ୍ଲାଏ କରିଥିଲେ ସମସ୍ତେ ପାଇଯିବେ। 24,000ଟି ଆପଣଙ୍କର ସିଟ୍ ଅଛି, ଅଲ୍ ଇଣ୍ଡିଆରେ କୌଣସି ବି ଜାଗାରେ ଆପଣମାନେ ପାଇଯିବେ। ସେଇଥିପାଇଁ କହୁଛି, ଯିଏ ବି +2 ପାସ୍ କରିଛନ୍ତି କିମ୍ବା +2 ଫାଇନାଲ ଇୟର ପରୀକ୍ଷା ଦେଇଛନ୍ତି, ଆପଣଙ୍କୁ ଟିଚିଂ ଲାଇନରେ ଯିବାର ଅଛି, ଏବେ ହିଁ ଆପ୍ଲାଏ କରନ୍ତୁ। 30 ତାରିଖ ଆପଣଙ୍କର ସରିଯିବ ଲାଷ୍ଟ ଡେଟ୍। ଏବଂ ଯଦି କିଛି ଭୁଲ କରନ୍ତି, କାଇଣ୍ଡଲି କିଛି ଭୁଲ କରିବେନି ହେଲା। 2 ମେରୁ 4 ମେ ମଧ୍ୟରେ କରେକ୍ସନ କରିପାରିବେ। ପରୀକ୍ଷା ଆପଣଙ୍କର 12 ଜୁନରେ ଆପଣଙ୍କର ହବ। ବନ୍ଧୁଗଣ ଦେଖନ୍ତୁ, ୟାର ଅଫିସିଆଲ ୱେବସାଇଟ୍ ଆପଣ ଗୁଗଲରେ ସର୍ଚ୍ଚ କରିବେ NCET, ଗୁଗଲରେ ସର୍ଚ୍ଚ କରିବେ NCET, ଯୋଉ ପ୍ରଥମ ୱେବସାଇଟଟି ଆପଣଙ୍କର ଆସୁଛି ncet.samarth.ac.in, ୟା ଉପରେ କ୍ଲିକ୍ କରିବେ। ଏଇଟା ହେଉଛି ଆପଣଙ୍କର ଅଫିସିଆଲ ୱେବସାଇଟ୍। ପିଲାମାନେ ବାରମ୍ବାର ପଚାରୁଛନ୍ତି, ସାର୍ ଆମର ସିଲାବସ୍ କୋଉଟା? ଏଠି ଲେଖା ହେଇଛି ନା ସିଲାବସ୍, ୟା ଉପରେ କ୍ଲିକ୍ କରିକି ଆପଣ ସିଲାବସ୍ ଉପରେ କ୍ଲିକ୍ କରିବେ। ଦେନ୍ ଇନଫର୍ମେସନ ବୁଲେଟିନ୍ ଆପଣଙ୍କୁ ଲେଖା ହେଇଛି ଏଇଟା, ୟା ଉପରେ କ୍ଲିକ୍ କରିକି। ଆଉ ଗୋଟେ ମନେ ରଖନ୍ତୁ ହେଲା,
ଯେତେବେଳେ ଆପ୍ଲାଏ କରିବେ ନା ସେଇ ସମୟରେ ସେ ପଚାରିବ ଆପଣଙ୍କର ଏଡ୍ ୟୁନିଭର୍ସିଟି ହେଲା କଲେଜର ନା। ଆପଣ ମାନେ ଯେତିକି ବି କଲେଜ ରହିଛି ନା ସବୁ କଲେଜକୁ ଏଡ୍ କରିବେ। ଏଇଠି ଦେଖିବେ ଟୋଟାଲ ଆମର ସର୍ବମୋଟ ଆମର କଲେଜ ରହିଛି ବୋଧେ 64ଟି କଲେଜ ଅଛି ହେଲା। ଆପଣ 64ଟି ଯାକ କଲେଜ ସବୁ କଲେଜକୁ ଏଡ୍ କରିଦେବେ। ନହେଲେ ଆପଣ ଖାଲି ଗୁଣି ଗୁଣିକି ଗୋଟେ ଦୁଇଟା କରିବେ ସେମିତି ନାହିଁ। ଭାରତରେ କୌଣସି ବି ଜାଗାରେ ଆପଣଙ୍କର ମିଳିବ। ଆପଣ କହିବେ ସାର୍ ଏଇଟା କଲେ କଣ ବହୁତ କମ ଖର୍ଚ୍ଚରେ ଇନକମ୍ ମାନେ ବହୁତ କମ ଖର୍ଚ୍ଚ ଆପଣଙ୍କର ହେଇଯିବ। ଠିକ ଅଛି, 64ଟା ଯାକ କଲେଜକୁ ଆପଣ ମାନେ ଯେମିତି କରିବେ ହେଲା, ଏଇ ଯୋଉ ଏଡ୍ କରିବେ ଏଡ୍, ଯୋଉମାନେ ଏଡ୍ ନ କରିକି ଆପ୍ଲାଏ କରିଦେଇଛନ୍ତି ଯେତେବେଳେ ଏଡିଟ୍ ହବ ସେଇ ସମୟରେ ହେଲେ ବି ସବୁ କଲେଜକୁ ଏଡ୍ କରିବେ, 64ଟି ଯାକ କଲେଜ ଏଡ୍ କରିଦେବେ, ନହେଲେ ଆପଣଙ୍କର ଇଚ୍ଛା। ଏବେ ଦେଖନ୍ତୁ ମୁଁ ଆପଣଙ୍କୁ କହିବା ପାଇଁ ଚାହିଁବି ତ ୟାର ଯେମିତି କ୍ୱାଲିଫିକେସନ କହିଦେଲି, ଲାଷ୍ଟ ଡେଟ୍ ଆପଣଙ୍କର କହିଦେଲି, ଏକ୍ସାମ ଡେଟ୍ ଆପଣଙ୍କର କହିଦେଲି। ଏବେ ଦେଖନ୍ତୁ ଏଥିରେ ସିଲାବସ୍ କାହିଁକି ନା ମେନଲି ଆପଣ ମାନେ ପରୀକ୍ଷାରେ କଣ ପଡିବ ଆଉ ଆପଣଙ୍କର ଆଉ ଗୋଟେ ଜିନିଷ ଏଇ ଯୋଉ ସାର୍ ନେଗେଟିଭ ମାର୍କିଂ ଅଛି କି ନାହିଁ ଦେଖନ୍ତୁ ଏଥିରେ ସର୍ବମୋଟ ଆପଣଙ୍କର 181ଟା କ୍ୱେଶ୍ଚନ ପଡିବ। ଆପଣଙ୍କୁ 160ଟା କ୍ୱେଶ୍ଚନ କରିବାର ଅଛି ହେଲା, ଯୋଉଥିରେ ଲାଙ୍ଗୁଏଜ ୱାନ୍ ଆପଣ କିଛି ବି ନେଇପାରିବେ, ଇଂରାଜୀ ନିଅନ୍ତୁ ହିନ୍ଦୀ ନିଅନ୍ତୁ, ଲାଙ୍ଗୁଏଜ ଟୁ ବି ଆପଣ କିଛି ବି ନେଇପାରିବେ ହେଲା। ଲାଙ୍ଗୁଏଜ ୱାନ୍ ଲାଙ୍ଗୁଏଜ ଟୁ ର ସିଲାବସ୍ ଆପଣଙ୍କୁ ଦେଖିବାର ଅଛି। এই ସିଲାବସ୍ ଉପରେ ଆପଣ କ୍ଲିକ୍ କରିକି ଆପଣ ମାନେ ଦେଖିପାରିବେ ଆପଣଙ୍କର ଇଚ୍ଛା ଅନୁସାରେ ଦେଖିପାରିବେ ଏଇଠି ହେଲା। ଏଇଠି ଆପଣଙ୍କ ସବୁ ଲାଙ୍ଗୁଏଜ ୱାନ୍ ଲାଙ୍ଗୁଏଜ ଟୁ ଆପଣଙ୍କର ରହିଛି। ଆପଣ ଯୋଉ ଲାଙ୍ଗୁଏଜ ଆପଣଙ୍କର ନେବେ ଠିକ ଅଛି। ଏଠି ଲେଖା ହେଇନି କି ଜେନରାଲ ଟେଷ୍ଟ, এই ଯୋଉ ଜେନରାଲ ଟେଷ୍ଟରେ ଆପଣଙ୍କ ଦେଖନ୍ତୁ ଏଇ ସବୁ ପଡିବ ଦେଖନ୍ତୁ। ଏଗୁଡ଼ା ବହୁତ ସବୁ କ୍ଲାସ୍ ଆପଣଙ୍କର ଆପ୍ଲିକେସନରେ ଆଭେଲେବୁଲ ଅଛି। ଜେନରାଲ ଟେଷ୍ଟରେ ଆପଣଙ୍କୁ 25ଟା କ୍ୱେଶ୍ଚନ କରିବାର ଅଛି ହେଲା। এই 25ଟା କ୍ୱେଶ୍ଚନରେ କଣ କଣ ପଡିବ ଆପଣଙ୍କର ଜେନରାଲ ସାଇନ୍ସ ଅଲରେଡି ଲକ୍ଷ୍ମୀଧର ସାର୍ ଅଫିସିଆଲ ଆପ୍ଲିକେସନକୁ ଆପଣ ସିଟି ବିଏଡ୍ କୋର୍ସରେ ଏନରୋଲ କଲା ପରେ ହେଲା, ଦେଖନ୍ତୁ ମୁଁ ଗୋଟେ ଗୋଟେ ଆପଣଙ୍କୁ ଦେଖଉଛି। ଆପଣ ଷ୍ଟାର୍ଟ ଲର୍ଣ୍ଣିଂରେ କ୍ଲିକ୍ କରିବେ, ଆପ୍ଲିକେସନକୁ ଓପେନ୍ କଲା ପରେ ଷ୍ଟାର୍ଟ ଲର୍ଣ୍ଣିଂ ଉପରେ କ୍ଲିକ୍ କରିବେ, ଦେନ୍ କଣ୍ଟେଣ୍ଟକୁ ଆପଣ ଯିବେ। ଏଠି କଣ୍ଟେଣ୍ଟକୁ ଗଲା ପରେ ଦେଖନ୍ତୁ ଏଇଟା ସିଓର ସକ୍ସେସ୍ ବେଜ୍ ଲେଖା ହେଇଛି, ୟା ଉପରେ କ୍ଲିକ୍ କଲେ, ୟା ଉପରେ ଆପଣ କ୍ଲିକ୍ କଲେ ଏବେ ସବୁ ପ୍ଲାନିଂ ଭିଡ଼ିଓ ଅଛି। ଆପଣଙ୍କୁ ଦରକାର କଣ, ଆପଣଙ୍କୁ ଦରକାର ଜେନରାଲ ସାଇନ୍ସ। ଜେନରାଲ ସାଇନ୍ସର ଆପଣଙ୍କର ଏଇ 3ଟି ପିଡିଏଫ୍ ଦେଖି ଦିଅନ୍ତୁ, ଆପଣଙ୍କର ଜେନରାଲ ସାଇନ୍ସରେ ଫୁଲ୍ ସ୍କୋର ରହିଯିବ। ତା ସହିତ ଆପଣଙ୍କର ଭିଡ଼ିଓ ମଧ୍ୟ ଆଭେଲେବୁଲ ଅଛି ହେଲା। ତାପରେ ଏଇ ଯୋଉ ଏଇ ଯୋଉ ରିଜନିଂ ନାହିଁ କି ରିଜନିଂ ପାଇଁ କଣ କରିବେ ନା ଖାଲି ଭିଡ଼ିଓ ଫୋଲ୍ଡରକୁ ଆପଣ ଯିବେ, ଭିଡ଼ିଓ ଫୋଲ୍ଡରରେ ଖାଲି ରିଜନିଂର ଆପଣ ଥିଓରି କ୍ଲାସକୁ ଦେଖିଦେବେ, ଆଉ ରିଜନିଂକୁ ନେଇକି ଲାଷ୍ଟ 9 ବର୍ଷରେ ଯାହା ବି କ୍ୱେଶ୍ଚନ ପଡ଼ିଛି ବିଏଡ୍ର ତାକୁ ପ୍ରାକ୍ଟିସ୍ କରିଦେବେ, ଆପଣଙ୍କର ହେଇଯିବ। ସବୁ ସଲ୍ୟୁସନ୍ ଆପଣଙ୍କର ଆଭେଲେବୁଲ ରହିଛି। ତ ଆପଣଙ୍କର ଏଇ ଯୋଉ ଆଉ ଜିକେ ପାଇଁ ତ ହିଷ୍ଟ୍ରି ଜିଓଗ୍ରାଫି ଆଉ ପଲିଟିର ଥିଓରି କ୍ଲାସ୍ ଆପଣ ଦେଖିଦେବେ, ଆପଣଙ୍କର ହେଇଗଲା। ଦେନ୍ ଏଇଠି ଆପଣଙ୍କର ଯୋଉ ରହିଲା 25ଟା ପ୍ରଶ୍ନରୁ 20ଟା ଆପଣ ନିହାତି କରିପାରିବେ। ଟିଚିଂ ଆପ୍ଟିଚ୍ୟୁଡ୍ ପାଇଁ 20ରୁ 20 କମ୍ପଲସରି, ଖାଲି ଗୋଟେ ଜିନିଷ କରିବେ। ଟିଚିଂ ଆପ୍ଟିଚ୍ୟୁଡ୍ର ଆପଣ ସିଲାବସ୍ ଦେଖିବା ପାଇଁ ଚାହୁଁଛନ୍ତି ଦେଖି ଦିଅନ୍ତୁ, ଏଇଠି ଆପଣଙ୍କର ଟିଚିଂ ଆପ୍ଟିଚ୍ୟୁଡ୍ର ସିଲାବସ୍ ମଧ୍ୟ ଆପଣଙ୍କ ପାଇଁ ଏଇଠି ରହିଛି। ଠିକ ଅଛି, ଦେଖନ୍ତୁ ଟିଚିଂ ଆପ୍ଟିଚ୍ୟୁଡ୍ ପାଇଁ କଣ କରିବେ ଦେଖନ୍ତୁ କିଛି ନାହିଁ, ଖାଲି ଆପଣ ଆପ୍ଲିକେସନକୁ ଓପେନ୍ କରିବେ, 2024 ଭିଡ଼ିଓ ଉପରେ କ୍ଲିକ୍ କରିବେ, ଟିଚିଂ ଆପ୍ଟିଚ୍ୟୁଡ୍ ଆମ ଲେଖା ହେଇଥିବ। ଆଉ ଟିଚିଂ ଆପ୍ଟିଚ୍ୟୁଡ୍ର ଖାଲି ଆପଣ ଥିଓରି କ୍ଲାସକୁ ଦେଖିବେ। ଥିଓରି କ୍ଲାସ୍ ଦେଖିଲେ ଆଉ ଡେଲି ଦିନ 3ଟା ବେଳେ ଖାଲି ଆପଣ କ୍ଲାସ୍ କରିବେ। ଟିଚିଂ ଆପ୍ଟିଚ୍ୟୁଡ୍ରେ ଆପଣଙ୍କର ସିଙ୍ଗଲ ମାର୍କ ବି କଟିବନି, ମାନେ କଟିବ ନାହିଁ, ସିଙ୍ଗଲ ମାର୍କ ବି ଆପଣଙ୍କର କଟିବନି। ବୁଝିଗଲେ ତ ଟିଚିଂ ଆପ୍ଟିଚ୍ୟୁଡ୍ ପାଇଁ ମୁଁ ଆପଣଙ୍କୁ କହିଦେଲି, ଜେନରାଲ ଟେଷ୍ଟ ପାଇଁ ମଧ୍ୟ ଆପଣଙ୍କର କହିଦେଲି। ଏବେ ଲାଙ୍ଗୁଏଜ ୱାନ୍ ଆଉ ଲାଙ୍ଗୁଏଜ ଟୁରେ ଆପଣ କିଛି ବି ନେଇପାରିବେ, ଆପଣଙ୍କର ଇଚ୍ଛା। ଲାଙ୍ଗୁଏଜ ୱାନ୍ ଆଉ ଲାଙ୍ଗୁଏଜ ଟୁରେ ଆପଣ ହିନ୍ଦୀ ନିଅନ୍ତୁ ଇଂରାଜୀ ନିଅନ୍ତୁ, ଆପଣଙ୍କର ଇଚ୍ଛା। ଏଥିରେ ପୁଣି ପେସେଜ ପଡ଼ିବ ଆଉ ଗ୍ରାମାର ପଡ଼ିବ, ସବୁ ଜିନିଷ କରାହେଇଛି। ତାପରେ ଏଇ ଯୋଉ ଡୋମେନ୍ ସ୍ପେସିଫିକ୍ ସବଜେକ୍ଟ ଏଇ 3ଟା ଆପଣ କିଛି ବି ନେଇପାରନ୍ତି। ଦେଖନ୍ତୁ ଏଇଠି ଲାଙ୍ଗୁଏଜ ୱାନ୍ ଆଉ ଲାଙ୍ଗୁଏଜ ଟୁରେ ଆପଣ ମାନେ ଗୋଟେ କାମ କରିଦେବେ, ଗୋଟେ ଇଂଲିଶ ନେଇଯାଆନ୍ତୁ, ଆଉ ଗୋଟେ ଆପଣ ଓଡ଼ିଆ ନେଇଯାଆନ୍ତୁ। ଇଂଲିଶ ଓଡ଼ିଆ ନେଲେ ବି ଭଲ, ଇଂଲିଶର ବି କ୍ଲାସ୍ ସବୁ କରାହେଇଛି, ଓଡ଼ିଆର ମଧ୍ୟ। ଆଉ ଡୋମେନ୍ ଟୁରେ ଆପଣ କିଛି ବି ନେବେ, ଆପଣଙ୍କର ଇଚ୍ଛା। ଆଗ ସିଲାବସ୍ ଆପଣ ଦେଖି ଦିଅନ୍ତୁ, ଆପଣ ମାନେ ଯାହା ନେବା ପାଇଁ ଚାହୁଁଛନ୍ତି। ମୁଁ ଆପଣଙ୍କୁ ହିଷ୍ଟ୍ରି ଗୋଟେ ନେବା ପାଇଁ କହୁଥିଲି, ଆଉ ଗୋଟେ ଆପଣଙ୍କର ପଲିଟିକାଲ ସାଇନ୍ସ, ଆଉ ଗୋଟେ ଆପଣଙ୍କର ମୁଁ ଜିଓଗ୍ରାଫି ନେବା ପାଇଁ ଆପଣଙ୍କୁ ମୁଁ କହୁଥିଲି। ବଟ୍ ଆପଣଙ୍କର ଇଚ୍ଛା, ଆପଣ ନିଜେ ସିଲାବସ୍କୁ ଦେଖନ୍ତୁ, ଏକର୍ଡିଂଲି ଆପଣ ମାନେ ଚୁଜ୍ କରନ୍ତୁ, ଆପଣଙ୍କର ଯାହା ଇଚ୍ଛା ନିଅନ୍ତୁ, ନୋ ପ୍ରୋବ୍ଲେମ୍। ଠିକ ଅଛି, ବଟ୍ ଲାଙ୍ଗୁଏଜ ୱାନ୍ ଆଉ ଲାଙ୍ଗୁଏଜ ଟୁ ଆଉ ଲାଙ୍ଗୁଏଜ ଥ୍ରୀରେ ଆପଣଙ୍କର କଣ କଣ ସବୁ କେତେ ମାର୍କର ପଡ଼ିବ ତା ସମ୍ପର୍କରେ ତ ଆପଣ ଦେଖିଲେ, ଏକର୍ଡିଂଲି ଆପଣ ମାନେ କରିବେ। ଠିକ ଅଛି, ବୁଝିଲେ 25ଟା ପ୍ରଶ୍ନ ପଡ଼ିବ। ଭଲସେ ମନେ ରଖିବରେ ନେଗେଟିଭ ମାର୍କିଂ ଆପଣଙ୍କର ଏଥିରେ ରହିଛି।
परीक्षा आपणकर देखंतु परीक्षा आपणकर 3 घंटार परीक्षा आपणकर हबो ठीक अछि 3 घंटार परीक्षा हबो एबे एठी गोटे जिंस एथिरे किछि एज लिमिट नाही माने बुझी पारुछंती किछि एज लिमिट नाही जे भी खाली +2 आपणकर पढिछंती माने +2 फाइनल ईयर भी अछंती सेमने भी आपणकर याकू अप्लाई करि परिबे और सबटु भलो हला आपण माने बड़ बड़ कॉलेज माने एनआईटी आईआईटी मानकरे आपण पढी परिबे तेन करी याकू जेमिति आपण माने हाथ छोड़ा जमारू भी करंतु नाही ठीक अछि बुझी गले तो 160 टा क्वेश्चन आपनकर पडिबो मो कथा मानंतु खाली आपण 100 टा भी प्रश्न करिके आसंतु ना टीचिंग एप्टीट्यूड रो गुटे भी छाड़ीबेनी तापरे जेन आपनकर जो रहिला ए जो टीचिंग एप्टीट्यूड तो गुटे भी आपनकर छाड़ीबेनी तापरे लैंग्वेज सब्जेक्ट रे मध्ये आपण माने जमारू छाड़ीबे नाही मन रखंतु जदी एथिरे गुटे जिंस खाली मन रखिबे हला ठीक अछि गुटे जिंस मन रखिबे आपण माने एटी कोनोसी भी जगह रे नेगेटिव मार्किंग संपर्क रे लेखा ही नाही ठीक अछि कोनोसी भी जगह रे जदि नेगेटिव मार्किंग संपर्क रे आपनको लेखा ही नाही तो आपनकर तो बम बम भले नेगेटिव मार्किंग जदि नाही माने तो आखि बुझी के सब करिके आसीबे आ मु आपनको कोन कहबी टीचिंग एप्टीट्यूड रे किछि भूल होबनी लैंग्वेज सब्जेक्ट रे पुनी पैसेज पढिबो सब तो कंपलसरी करिके आसीबे आ ठीक अछि देखंतु एटी नेगेटिव मार्किंग अछि हला भलसे देखंतु आपण माने गूगल वगैरह सर्च करिवे असुविधा हे जिवो हला गुटे ठीक कले आपनको 4 मार्क मिलिबो गुटे भूल कले 1 मार्क आपणकर कटि जीवो तेणु करी सब क्वेश्चन करिवे नाही मो कथा मानिबे नले बेकार बेकार आपणकर स्कोर कमी जीवो गुटे ठीक कले 4 मार्क गुटे भूल कले 1 मार्क आपणकर कटि जीवो ठीक अछि बुझी गले तेणु करी कि आपण माने केवल सेतकी क्वेश्चन करिवे जोटा को आपनको आसीबो जोटा आपनको आसीबोनी करबा दरकार नाही मो कथा मानंतु एथिरे 160 टा क्वेश्चन आपणकर पडिबो टीचिंग एप्टीट्यूड रे आपणकर फुल स्कोर रही जिवो किछि डाउट नै एथिरे आपणकर तापरे आउ एप्लिकेशन फी केते पडिबो आपन तो जानि छंती आउ ओबीसी आउ जनरल पिलांकु खाली 1200 ओबीसी मानकु 1000 एसटी एससी दिव्यांग पिलांकु 650 टंका आपणकर पडिबो ठीक अछि हैला तो सबु सांग मानकु जणै दियंतु निजे निजे आपण सिलेबस को देखंतु आउ हां सबु जेमिति आपण माने अप्लाई कला समय रे सबु कॉलेज गुडा को जेमिति ऐड करिवे 160 टी कॉलेज अछि सबु कॉलेज को आपण ऐड करिवे सबु सांग मानकु जणै दियंतु जे भी +2 आपणकर पढिछंती आउ +2 रे मिनिमम +2 रे मिनिमम 45% मार्क अछि एसटी एससी एससीबीसी पिलांकर किंबा जनरल पिलांकर 50% मार्क अछि किंबा जो माने +2 फाइनल ईयर परीक्षा देइछंती सेमानकु कहि दियंतु 30 तारिख लास्ट डेट अछि अप्लाई करि देबा पाई नहले गला आउ आपणकर इंटीग्रेटेड बीएड आशा छाडी दियंतु काहेकि ना ओडिसा रे जो आपणकर इंटीग्रेटेड बीएड आपणकर एडमिशन होबो ताहा मार्क बेसिस रे आपणकर होबो केवल 300 टा कॉलेज अछि 300 टा आपणकर सीट अछि एठी 6100 सीट अछि एठी 300 टा आपणकर इच्छा जोटा करिया पई चाहउचंती एठी आपणकर चांस 0.01% भी नाही एठी आपणकर चांस 99% आपणकर रहिछि आपणकर इच्छा ठीक अछि थैंक यू जय जगन्नाथ।